ମୁଁ ପ୍ରତ୍ୟେକ ପିଲାଙ୍କୁ ରିଭଲ୍ୟୁସନ୍ ଇନ୍ ଏଜୁକେସନ୍ରେ ମୁଁ ସ୍ୱାଗତ ଜଣାଉଛି। ପିଲାମାନେ ଆଜି ଆମେ ଯେଉଁ ବିଷୟରେ କଥା ହେବା ଯେଉଁଟାକି ଗୁରୁତ୍ୱପୂର୍ଣ୍ଣ ବିଷୟ, ତୁମମାନଙ୍କର ଯେଉଁ ବିଏଡ଼୍ ଏଣ୍ଟ୍ରାନ୍ସ ଏକ୍ଜାମ୍ର ଡେଟ୍ ଆସିଯାଇଛି। ଜୁନ୍ 1ରେ ତୁମର ଏଣ୍ଟ୍ରାନ୍ସ ଏକ୍ଜାମ୍ କଣ୍ଡକ୍ଟ କରିବ। କେମିତି କ'ଣ ପ୍ରିପାରେସନ୍ କରିବେ, ଆଉ ଯେଉଁ ଆପଣଙ୍କର 20 ଦିନ ପାଖାପାଖି ଆପଣଙ୍କର ରହୁଛି, এই 20 ଦିନରେ ଆପଣମାନେ କିଭଳି ଭାବରେ 70-80 କିଭଳି ଭାବରେ ସ୍କୋର କରିବେ, ସରଳ ଉପାୟକୁ ନେଇକି ମୁଁ এই ଭିଡ଼ିଓରେ ଆଲୋଚନା କରିବି। ଆପଣମାନେ କିଭଳି ଭାବରେ କେଉଁ ଟ୍ରିକ୍ ୟୁଜ୍ କଲେ ଆପଣମାନେ 80 ବା 70 ପ୍ଲସ୍ ଆପଣ ସିକ୍ୟୋର କରିପାରିବେ, ସେ ବିଷୟରେ ମୁଁ ଆଲୋଚନା କରିବି। ତାପରେ ମୁଁ ଭିଡ଼ିଓର ଶେଷରେ ମୁଁ କହି ରଖିବି ଆର୍ଟ୍ସ ପିଲା ବା ସାଇନ୍ସ ପିଲା କେତେ ମାର୍କକୁ ଟାର୍ଗେଟ୍ କଲେ ତୁମର ଗଭର୍ଣ୍ଣମେଣ୍ଟ ବିଏଡ଼୍ ହେଇଯିବ। ଯେଉଁମାନେ ବିଏଡ଼୍ ପରୀକ୍ଷା ଦେଉଛନ୍ତି, ଯଦି ମୁଁ ସାଧାରଣ ଭାବରେ କହି ରଖିବି, ଗତ ବର୍ଷ 80,000 ପାଖାପାଖି ପିଲା ବିଏଡ଼୍ ଏଣ୍ଟ୍ରାନ୍ସରେ ଫର୍ମ ଫିଲ୍ଅପ୍ କରିଥିଲେ, କିନ୍ତୁ ଏଇ ବର୍ଷ ବିଏଡ଼୍ରେ 130,000 ପାଖାପାଖି ପିଲା ପକାଇଛନ୍ତି। ବିଏଡ଼୍ରେ କେତେ କ'ଣ କଟ୍ ଅଫ୍ ରହିବ ମୁଁ ସେଟାକୁ ଆଲୋଚନା କରିବି। ବର୍ତ୍ତମାନ ମୁଁ ଭିଡ଼ିଓର ଆରମ୍ଭରେ ମୁଁ ଆଲୋଚନା କରିବି କେଉଁ ଆପଣ ଷ୍ଟ୍ରାଟେଜି ଆଡପ୍ଟ କରିବେ, ଯାହାଫଳରେ ଆପଣ 70 ପ୍ଲସ୍ ଆପଣ ଇଜିଲି କ୍ରାକ୍ କରିପାରିବେ, ଆପଣ ଟାର୍ଗେଟ୍ ହିଟ୍ କରିପାରିବେ। 20 ଡେ ଭିତରେ ଆପଣମାନେ ସିଓର ଆପଣଙ୍କର ଗଭର୍ଣ୍ଣମେଣ୍ଟ ବିଏଡ଼୍ ହେବ। ଆପଣଙ୍କୁ ମୁଁ ଯେଉଁ ଟ୍ରିକ୍ କହୁଛି ସେଇ ଟ୍ରିକ୍କୁ ଟାର୍ଗେଟ୍ କରନ୍ତୁ। 20 ଡେ ଭିତରେ ନିଶ୍ଚିତ ଭାବରେ ଆପଣ ଗଭର୍ଣ୍ଣମେଣ୍ଟ କଲେଜରେ ଆପଣ ସିଟ୍ ପାଇପାରିବେ। ଦେଖନ୍ତୁ, ଆପଣ ଦେଖିପାରୁଥିବେ ଯେ ଏଇ ଯେଉଁ ବିଏଡ଼୍ ଏଣ୍ଟ୍ରାନ୍ସ ଏକ୍ଜାମ୍ 2025 ଆମେ କେମିତି ତାକୁ କ୍ଲିୟର କରିବା, ସେ ନେଇକି এই ଭିଡ଼ିଓଟି। ପ୍ରଥମେ ଯଦି ମୁଁ ଦେଖିବା ଯେ ଆପଣମାନେ ଦେଖିପାରୁଥିବେ ଯେ ପ୍ରଥମେ ଯେଉଁ ସିଲାବସ୍ଟି ଅଛି, ଏ ସିଲାବସ୍ଟା ଆପଣମାନେ ମଧ୍ୟ ଜାଣିଛନ୍ତି। ଏଇ ସିଲାବସ୍ରୁ କ୍ୱେଶ୍ଚନ୍ ଆସିଛି। ଦୁଇଟା ସେକ୍ସନ୍ ପିଲାମାନେ ଅଛି, ସେକ୍ସନ୍ 1 ସେକ୍ସନ୍ 2। ବିଶେଷ କରି ଆମେ ଯଦି ଦେଖିବା ଯେଉଁ ସେକ୍ସନ୍ 1ଟି ରହିଛି, ଏଇଟା ବୋଥ୍ ପିଲାମାନଙ୍କ ପାଇଁ, ପିଲାମାନେ ବୋଥ୍ ପିଲାମାନେ ଯେଉଁଟାକି 40 ମାର୍କ ତୁମର ରହିଯିବ। ସେକ୍ସନ୍ 1ଟି ତୁମର 40 ମାର୍କ ରହିବ। ଏ ଯେଉଁ 40 ମାର୍କ ପାଇଁ କ'ଣ ଆମକୁ ପ୍ରିପାରେସନ୍ କରାଯିବ, ଯାହାଫଳରେ ଆମେ 40ରୁ ଆମେ 25 ଭଳିଆ ଆମେ ରଖିପାରିବା ବା 30 ଭଳିଆ ଆମେ ରଖିପାରିବା। ଏଇ ଯେଉଁ 40 ମାର୍କରୁ ଆମେ କ'ଣ କଲେ ଏଇଟା ଆମର ଭଲ ସ୍କୋର ହୋଇପାରିବ, ଆମେ ସେଇ ଦିଗକୁ ଯିବା। ଦେଖ, ସେକ୍ସନ୍ 1ରେ ଆମର ଯାହା ଅଛି, ଏଇଟା ବୋଥ୍ ଷ୍ଟ୍ରିମ୍ ମାନଙ୍କ ପାଇଁ, ଆର୍ଟ୍ସ ସାଇନ୍ସ ପାଇଁ 40ଟା କ୍ୱେଶ୍ଚନ୍ ପଡ଼ିବ, 40 ମାର୍କ। ଏଥିରେ କ'ଣ ପଡ଼ିବ ସେଟା ଆପଣମାନେ ଜାଣିଛନ୍ତି। ଜେନେରାଲ୍ ଆୱାରନେସ୍ରୁ ପଡ଼ିବ, ରିଜନିଂ ପଡ଼ିବ, ଟିଚିଂ ଆପ୍ଟିଚ୍ୟୁଡ଼ରୁ ପଡ଼ିବ। ଯଦି ମୁଁ ଆପଣମାନଙ୍କୁ କହିବି, ଆପଣମାନେ ସମସ୍ତେ ଗ୍ରାଜୁଏସନ୍ କରିଛନ୍ତି, ଆପଣଙ୍କର ରିଜନିଂ ଆଉ ଟିଚିଂ ଆପ୍ଟିଚ୍ୟୁଡ଼ ଆଉ ଜେନେରାଲ୍ ଆୱାରନେସ୍ରେ ସମସ୍ତଙ୍କର, ଆଉ ଲାଙ୍ଗୁଏଜ୍ ଇଂଲିଶରେ ସମସ୍ତଙ୍କର ବେସିକ୍ ଅଣ୍ଡରଷ୍ଟାଣ୍ଡିଂ ଥିବ। ଆପଣଙ୍କର ଯେଉଁ ଲାଙ୍ଗୁଏଜ୍ ଯେଉଁ ସବଜେକ୍ଟଟି ରହୁଛି, ଏଇ ଲାଙ୍ଗୁଏଜ୍ ସବଜେକ୍ଟରେ ଆପଣଙ୍କର ଅନସିନ୍ ପ୍ୟାସେଜ୍ ମଧ୍ୟ ପଡ଼ିବ। ଅନସିନ୍ ପ୍ୟାସେଜ୍କୁ ଆପଣମାନେ ଟାର୍ଗେଟ୍ କରନ୍ତୁ। ଯେଉଁ 4-5 ମାର୍କ ଆପଣଙ୍କର ଅନସିନ୍ ପ୍ୟାସେଜ୍ ପଡ଼ିଛି, ତାକୁ 5ରୁ 5 ଆପଣ ରଖିବା ପାଇଁ ଟ୍ରାଏ କରନ୍ତୁ। ପାରାଗ୍ରାଫ ଦେଇଥିବ, କ୍ୱେଶ୍ଚନ୍ ତଳେ ଦେଇଥିବ, ଆପଣମାନେ ଚେଷ୍ଟା କରନ୍ତୁ ସେଟାକୁ 5ରୁ 5 ରଖିବା ପାଇଁ। ଯଦି ଆପଣ ଲାଙ୍ଗୁଏଜ୍ରେ 5ରୁ 5 ଆପଣ ରଖୁଛନ୍ତି, ତାହେଲେ ଇଂଲିଶରେ ସେଟା ବି ମଧ୍ୟ ଆପଣଙ୍କୁ 5 ମାର୍କ ଆପଣଙ୍କୁ ମଧ୍ୟ ହେଲ୍ପ କରିବ। ତାପରେ ଇଂଲିଶରେ ଆମେ କେଉଁ ଜିନିଷଟା ପଢ଼ିବା, ଆପଣମାନେ ଟେନ୍ସ, ତା ସହିତ ଆପଣମାନେ ପ୍ରିପୋଜିସନ୍, এই ଯେଉଁ ବେସିକ୍ ଯେଉଁ ଜିନିଷ ରହିଛି ଇଂଲିଶରେ ଆମର ଟେନ୍ସ, ପ୍ରିପୋଜିସନ୍, ଏଇସବୁ ବିଷୟ ଗୁଡ଼ାକ ଆପଣଙ୍କୁ, ଯେଉଁ ଆପଣଙ୍କର ଆର୍ଟିକିଲ୍, ଏଇ ଯେଉଁ ଜିନିଷ ଗୁଡ଼ାକ ଆପଣଙ୍କୁ ବେସିକ୍କୁ ଆପଣଙ୍କୁ କ୍ଲିୟର କରିବା ପାଇଁ ପଡ଼ିବ। ଇଂଲିଶଟା ପିଲାମାନେ ତୁମର 20 ଦିନ ଭିତରେ ଏଇଟା ସମ୍ଭବ କରିବା ଟିକେ କ୍ରିଟିକାଲ୍ ରହୁଛି। ତଥାପି ମୁଁ ଆପଣମାନଙ୍କୁ ଟାର୍ଗେଟ୍ ଦେଉଛି, ଯେଉଁ ଇଂଲିଶରୁ ଯେଉଁ କ୍ୱେଶ୍ଚନ୍ ପଡ଼ୁଛି ବା ଇଂଲିଶରୁ ଯେଉଁ ଆପଣଙ୍କର ଯେତିକି କ୍ୱେଶ୍ଚନ୍ ପଡ଼ୁଛି, ତା ଭିତରୁ ଆପଣଙ୍କ ପାରାଗ୍ରାଫ ତ ଆପଣ 5 ମାର୍କ ସିକ୍ୟୋର କଲେ, ଆଉ ଆଟଲିଷ୍ଟ ଆପଣ ଚେଷ୍ଟା କରନ୍ତୁ ସେ ଇଂଲିଶରୁ ଆଉ 5 ପାଖାପାଖି ସିକ୍ୟୋର କରିବା ପାଇଁ। ଆପଣ ଆଟଲିଷ୍ଟ ଆପଣ 10 ମାର୍କ ପାଖାପାଖି ଇଂଲିଶରେ ଆପଣ ଧରିକି ଚାଲନ୍ତୁ। ତାପରେ ଆପଣଙ୍କର ଯେଉଁ ରିଜନିଂ ଅଛି, ଆପଣଙ୍କର ରିଜନିଂ ଯେଉଁଟା ନମ୍ବର ସିଷ୍ଟମ୍, ଯେଉଁ ରିଜନିଂ ଯେଉଁଟା ରହିଛି, ଆପଣ ଚେଷ୍ଟା କରନ୍ତୁ ସେ ରିଜନିଂରେ ଆପଣମାନେ
ଭଲ ସିକ୍योର କରିବା ପାଇଁ ୟାକୁ ଆପଣ ଧରିକି ଚାଲନ୍ତୁ। ସେଟାକୁ ଆପଣ ଯଦି 10 ଧରୁଛନ୍ତି ସେଟା ବି ଆପଣଙ୍କ ପାଇଁ ଗୋଟେ ଭଲ ଜିନିଷ ଆପଣମାନେ ମଧ୍ୟ କରିପାରିବେ। ଆଉ ଟିଚିଂ ଆପ୍ଟିଚ୍ୟୁଡ଼ ଆୱାରନେସ୍ରୁ ପାଖାପାଖି ଆପଣ 5 ଯଦି ଆପଣ ସିକ୍योର କରୁଛନ୍ତି, ଆପଣଙ୍କୁ ଫାର୍ଷ୍ଟ ସେକ୍ସନରେ ଆପଣଙ୍କର ଟାର୍ଗେଟ୍ ରଖିବା ପାଇଁ ପଡ଼ିବ ଆପଣଙ୍କୁ 25 ଫାର୍ଷ୍ଟ ସେକ୍ସନରେ। ମୁଁ ବହୁତ ଷ୍ଟ୍ରିମ୍ ପିଲାମାନଙ୍କ ପାଇଁ କହୁଛି, ବହୁତ ଆର୍ଟ୍ସ ଆଉ ସାଇନ୍ସ ଷ୍ଟ୍ରିମ୍ ପିଲାଙ୍କ ପାଇଁ କହୁଛି, ଆପଣଙ୍କୁ 40ରୁ ଆପଣଙ୍କୁ 25 ଟାର୍ଗେଟ୍ କରିବା ପାଇଁ ପଡ଼ିବ। ଯଦି ଆପଣ ଏଇ 25 ଯଦି ରଖିପାରୁନାହାନ୍ତି ତାହେଲେ ଆପଣଙ୍କର ସିଲେକ୍ସନ୍ ଆପଣଙ୍କର ହେବନି। ବୁଝିପାରିଲେ କି? ଆପଣଙ୍କୁ ସିଲେକ୍ସନ୍ କରିବା ପାଇଁ ହେଲେ ଆପଣଙ୍କୁ ଆଟଲିଷ୍ଟ 25 ରଖିବା ପାଇଁ ପଡ଼ିବ। ଆଉଟ୍ ଅଫ୍ ଯଦି 40ରୁ ଆପଣଙ୍କୁ ରଖିବା ପାଇଁ ପଡ଼ିବ। ତାପରେ ଯଦି ଆମେ ଯିବା ଆପଣଙ୍କ ସେକ୍ସନ୍ 2 ଯଦି ଯିବା, ସେକ୍ସନ୍ 2 ଆପଣ ଜାଣିଛନ୍ତି ଦୁଇଟା ସେକ୍ସନ୍, ଆର୍ଟ୍ସ ଗ୍ରୁପ୍ ପାଇଁ ଅଲଗା, ସାଇନ୍ସ ଗ୍ରୁପ୍ ପାଇଁ ଅଲଗା। ବିଶେଷ କରି ଯଦି ଆର୍ଟ୍ସ ଗ୍ରୁପ୍ କଥା ମୁଁ କହିବି, ସେଇଟା ମୁଁ ଆଲୋଚନା କରିବା ଯେଉଁ ତୁମର ସିଲାବସ୍କୁ ମୁଁ କରିକି ମୁଁ ଆଲୋଚନା କରୁଛି। ଦେଖନ୍ତୁ ଏଇଟା ହେଉଛି ଏଇଟା ଯେଉଁ ମୁଁଟା ବର୍ତ୍ତମାନ ଆମେ ଆଲୋଚନା କରୁଥିଲେ ଯେଉଁଟାକି 40 ମାର୍କର, ତୁମର ଯେଉଁ 40 ମାର୍କ ରହୁଛି 40 ମାର୍କ ରହୁଛି ତାରିର ସିଲାବସ୍ଟା। ତାପରେ ମୁଁ ଆର୍ଟ୍ସ ପିଲାଙ୍କର ସାଇନ୍ସ ପିଲାଙ୍କର ସିଲାବସ୍ ମୁଁ କହିବି ଇଣ୍ଡିଭିଜୁଆଲି। ଦେଖ, ଲାଙ୍ଗୁଏଜ ଇଂଲିଶରୁ କମ୍ପ୍ରିହେନ୍ସନ୍ ପଡ଼ିବ, ଭୋକାବୁଲାରି ପଡ଼ିବ। ତା ସହିତ ଜେନେରାଲ ଆୱାରନେସ୍ରୁ ଯେଉଁ ଏଭ୍ରିଡେ ସାଇନ୍ସ ପଲିଟିକାଲ ସିଷ୍ଟମ୍ ଯେଉଁ ପଡ଼ିବ, ଆଉ ତୁମର କମିଟି କମିଶନ୍ ଏଇ ଉପରେ ଯେଉଁ କ୍ୱେଶ୍ଚନ୍ ପଡ଼ୁଛି ଜେନେରାଲ ଆୱାରନେସ୍ରେ। ଆପଣମାନେ ମାର୍କ ଫେଚିଂ ଅଛି ରିଜୋଇନିଂ ଆଉ ଇଂଲିଶ, ଏଇ ଦୁଇଟା ମାର୍କ ଫେଚିଂ କରନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କୁ ଏଇ ଫାର୍ଷ୍ଟ ପେପରରେ ଆପଣ ଟାର୍ଗେଟ୍ ଧରନ୍ତୁ 25 ଯଦି ଆପଣ ଟାର୍ଗେଟ୍ କରୁଛନ୍ତି ତାହେଲେ ଆପଣଙ୍କର ମାନଙ୍କର ମଧ୍ୟ ଗୋଟେ ଭଲ ସ୍କୋର ଆପଣ ମଧ୍ୟ ସିକ୍ୟୁର କରିପାରିବେ। ଆପଣଙ୍କୁ ଟାର୍ଗେଟ୍ ଏଇଟା ଧରିବା ପାଇଁ ପଡ଼ିବ। ଦେଖୁଥିବେ ଏଇଟା ଟୋଟାଲ୍ ଅଛି ସିଲାବସ୍। ତାପରେ ଯଦି ଆମେ ଯିବା ଏଇଟା ଦେଖନ୍ତୁ, ଏଇ ଯେଉଁ ସିଲାବସ୍ଟି ଅଛି ଏଇଟା ଆର୍ଟ୍ସ ପିଲାମାନଙ୍କର। ଆର୍ଟ୍ସ ପିଲାମାନେ ଟିକିଏ ଦୟାକରି ଧ୍ୟାନ ଦିଅ। ପିଲାମାନେ ଯଦି ମୁଁ ପେପର୍ 2 ହିସାବରେ ମୁଁ ଯଦି କୁହେ, ଆର୍ଟ୍ସ ପିଲାଙ୍କର ପେପର୍ 2 ହିସାବରେ ଯଦି କୁହେ, ଆପଣମାନେ ଜାଣିଥିବେ ଯେ ଇଂଲିଶଟା ହେଉଛି ଆପଣଙ୍କର ରହୁଛି 15 ମାର୍କ। ଯଦି 15 ମାର୍କରୁ ଆପଣ ଯଦି 10 ମାର୍କ ଯଦି ଆପଣ ରଖୁଛନ୍ତି, ସେମିତି ଓଡ଼ିଆରେ ଯଦି ଆପଣଙ୍କର ହିସାବରେ ଯଦି ଆପଣ 7 ମାର୍କ ରଖୁଛନ୍ତି, ତାପରେ ଆପଣ ହିଷ୍ଟ୍ରି ପଲିଟିକାଲ ସାଇନ୍ସରେ ଯଦି ଆପଣ 15 ମାର୍କ ରଖୁଛନ୍ତି 20ରୁ, ତାପରେ ଯଦି ଆପଣ ଜୋଗ୍ରାଫି ଆଉ ଇକୋନୋମିକ୍ସରେ ଯଦି ଆପଣ 10 ମାର୍କ ରଖୁଛନ୍ତି, ଟୋଟାଲ୍ ଆପଣଙ୍କର ଯଦି ହିସାବ କରିବା ଟୋଟାଲ୍ ଆପଣଙ୍କର ହେଉଛି କେତେ ନା ଆପଣଙ୍କର ହେଇଯାଉଛି 42 ଭଳିଆ ମାର୍କ ଆପଣଙ୍କର ହେଇଯାଉଛି। ଇଏ 42 ପ୍ଲସ୍ ଆପଣ ଆଡ଼୍ କରନ୍ତୁ 25, ଯଦି ଆପଣ ଆଡ଼୍ କରୁଛନ୍ତି ତାହେଲେ ଆପଣ 67 ଭଳିଆ ଆପଣ ରହୁଛି, ଯେଉଁଟାକି ଗୋଟେ ସେଫ୍ ସ୍କୋର ଆପଣଙ୍କର। ଯେଉଁମାନେ ଏପଟେ 25 ରଖିବେ ଫାର୍ଷ୍ଟ ପେପରରୁ, ଆଉ ଯଦି ଆପଣଙ୍କର ଯେଉଁ ଏଇ ଯେଉଁ ହିସାବ କଲେ ଆମେ ପେପର୍ 2ରେ ଯଦି ଆପଣ 42 ସିକ୍ୟୁର କରୁଛନ୍ତି ତାପରେ ଆପଣଙ୍କର 67 ମାର୍କ ରହୁଛି, ଯେଉଁଟାକି ଗୋଟେ ସେଫ୍ ସ୍କୋର ବୋଲି ଆମେ କହିପାରିବା। ଆରାମସେ ଆପଣଙ୍କର ସିଲେକ୍ସନ୍ ହେବ ଆର୍ଟ୍ସ ପିଲା ଏଇ ରେସିଓରେ ଯଦି ଆମେ କରିବା। ତାପରେ ଯଦି ଆମେ ଯିବା, ଏଇଟା ଥିଲା ଆର୍ଟ୍ସ ପିଲାଙ୍କ ପାଇଁ ପେପର୍ 2ଟା। ତାପରେ ଯଦି ଆମେ ଯିବା ସାଇନ୍ସ ପିଲାଙ୍କ ପାଇଁ, ପିଲାମାନେ ଦେଖ ସାଇନ୍ସରେ ଆପଣଙ୍କର ଫିଜିକାଲ ସାଇନ୍ସ ଯେଉଁ 20ରୁ ଯଦି ଆପଣ 15 ରଖୁଛନ୍ତି, ଆଉ ସେମିତି ତାପରେ ଯେଉଁ ସାଇନ୍ସଟି ଆପଣଙ୍କର ଅଛି ସେଠି ଯଦି ଆପଣ 15 ରଖୁଛନ୍ତି, ତାପରେ ମ୍ୟାଥରେ ଯଦି ଆପଣ 15 ରଖୁଛନ୍ତି, ତାହେଲେ ଏଠି ଆପଣ ଟୋଟାଲ୍ ଆପଣଙ୍କ ସ୍କୋରରୁ ଆପଣ 45 ରଖିଲେଣି। ଏପଟେ 45, ସେପଟେ ଆପଣ 25, ଯଦି ଆମେ ମିଶାଇ ଦେବା ଆପଣଙ୍କର ପାଖାପାଖି ଆପଣ 70 ପାଖାପାଖି ଆପଣଙ୍କର ସ୍କୋର କଲେଣି। 70ଟା ଗୋଟେ ସେଫ୍ ସ୍କୋର ବୋଲି ଆମେ କହିପାରିବା। ଏହି ହିସାବରେ ଆମେ ଯଦି ହିସାବ କରିବା ତାହେଲେ ଆମର ଭଲ ସ୍କୋର ରହିପାରିବ, ସ୍କୋର ଆପଣ କରିପାରିବେ। ଆଉ ଯଦି ଦ୍ୱିତୀୟ କଥା ମୁଁ କହିଲି, ଆପଣ ଦ୍ୱିତୀୟ କଥା ଯଦି ଆମେ ଆଲୋଚନା କରିବା, ଆପଣମାନେ କ'ଣ କରନ୍ତୁ, ଯେତେ ପାରେ ସେତେ ଆପଣ କ'ଣ କରନ୍ତୁ ନା MCQକୁ ଆପଣ ପ୍ରାକ୍ଟିସ୍ କରନ୍ତୁ। ଆପଣ ପର୍ ବିଷୟରେ ଆପଣ ନିୟର ଏବାଉଟ୍ ପର୍ ଯେଉଁ ଆପଣ ଟପିକ୍ରେ ଆପଣ ଯଦି ଆମେ କଥା ହେବା, ପର୍ ଟପିକ୍ରେ ଆପଣମାନେ ଗୋଟେ ଟାର୍ଗେଟ୍ ଧରିକି ଚାଲନ୍ତୁ 200 ଭଳିଆ କ୍ୱେଶ୍ଚନ୍ ଆପଣମାନେ ପ୍ରାକ୍ଟିସ୍ କରନ୍ତୁ ପର୍ ଟପିକ୍ରୁ। ଆପଣ ୟୁଟ୍ୟୁବରୁ ମଧ୍ୟ କରିପାରିବେ, ବୁକ୍ସ ମଧ୍ୟ କରିପାରିବେ। MC କ୍ୱେଶ୍ଚନ୍ ପ୍ରାକ୍ଟିସ୍ କରନ୍ତୁ। ଏଇଟା ହେଉଛି ଆପଣଙ୍କର ଦ୍ୱିତୀୟ ନମ୍ବର ଷ୍ଟ୍ରାଟେଜି। ତାପରେ ଯଦି ଆମେ ଦେଖିବା ତୃତୀୟ ନମ୍ବର ଯଦି ଆମେ ଷ୍ଟ୍ରାଟେଜି ଦେଖିବା, ଯେ ଆପଣଙ୍କୁ କ'ଣ କରିବା ପାଇଁ ପଡ଼ିବ ନା ଆପଣ ଚେଷ୍ଟା କରନ୍ତୁ NCERT ଯେଉଁ ଆପଣଙ୍କର ବୁକ୍ସ ରହୁଛି, NCERT ବୁକ୍ର ଯେଉଁ ସମରି ଆପଣ ଯେଉଁ ଅଛି NCERTର ସମରି ବୁକ୍କୁ
ଆପଣ ପ୍ରତିଦିନ ଆପଣ ପଢ଼ନ୍ତୁ ଏନସିଇଆରଟିର ସମରି ବୁକ୍ସକୁ। ଆଉ ଖାଲି ବୁକ୍ ପଢ଼ି ଦେଇକି ରହିଲେ ହେବନି, ବୁକ୍ ଯେଉଁ ବିଷୟ ଆପଣ ପଢ଼ୁଛନ୍ତି ତାର MCQ କ୍ୱେଶ୍ଚନ୍ ଆପଣ ସାଙ୍ଗେ ସାଙ୍ଗେ ପ୍ରାକ୍ଟିସ୍ କରନ୍ତୁ। ଏଇସବୁ ଜିନିଷ ଯଦି ଆପଣ କରିବେ ନିଶ୍ଚିତ ଭାବରେ ଆପଣ ଟାର୍ଗେଟେଡ଼ ହେଇକି ଆପଣ ସକ୍ସେସ୍ ହେବେ। ଆପଣଙ୍କୁ ଗୋଟେ ଜିନିଷ କରିବାର ଅଛି, ଆପଣ ଯେଉଁ ପେପର 1 ଯେଉଁ ରହୁଛି ଆପଣ ଟାର୍ଗେଟ୍ କରିବାର ଅଛି, ଆପଣଙ୍କୁ 25 ଭଳିଆ ଆପଣଙ୍କୁ ଟାର୍ଗେଟ୍ କରିବାର ଅଛି। ଆପଣଙ୍କର ଯେଉଁ ପେପର ଯେଉଁ 2 ରହୁଛି, ପେପର 2ରେ ଆପଣଙ୍କୁ 45 ଭଳିଆ ଆପଣଙ୍କୁ ଟାର୍ଗେଟ୍ କରିବାର ଅଛି। ଯଦି ଆମେ ଏତିକି ଯଦି ଆମେ କରୁଛନ୍ତି ତାହେଲେ ଆମର ନିହାତି ସିଲେକ୍ସନ୍ ହେବ, କାରଣ ଏଠି ଯଦି ଆମେ ହିସାବ କରିବା ଆମର ପାଖାପାଖି 70 ହେଇଯାଉଛି। ଆଉ ଯଦି 70କୁ ଯଦି ଆମେ ଟାର୍ଗେଟ୍ ଧରିକି ଚାଲିବା ନିଶ୍ଚିତ ଭାବରେ, କାରଣ ଦେଖନ୍ତୁ ପ୍ରିଭିୟସ୍ ଇୟର୍ ଯଦି ଆମେ ଦେଖିବା, ପ୍ରିଭିୟସ୍ ଇୟର୍ ଯଦି କଟଅଫ୍ ଦେଖିବା, ପ୍ରିଭିୟସ୍ ଇୟର୍ ଯଦି କଟଅଫ୍ ଆପଣମାନେ ଦେଖିବେ 60 ଯଦି ଆପଣ ରଖୁଛନ୍ତି ଆପଣଙ୍କର କନଫର୍ମ ହେଇଯାଆନ୍ତୁ ଗୋଟେ ସିଟ୍ ଆପଣଙ୍କର ଗଭର୍ଣ୍ଣମେଣ୍ଟରେ ବିଏଡ଼୍ରେ ଆପଣ ସିଟ୍ ପାଇବେ ଯଦି ଆପଣ 60 ରଖୁଛନ୍ତି। ଆରଥର ଯଦି ଆମେ ଦେଖିବା ଗତ ବର୍ଷ ଯେଉଁ ପ୍ରିଭିୟସ୍ ଇୟର୍ରେ ଯଦି ଆମେ ଦେଖିବା ନା 58 ଯାଇଥିଲା, ଆର୍ଟ୍ସର କଟଅଫ୍ ଯାଇଥିଲା 58, ଜେନେରାଲରେ 58 ଯାଇଥିଲା। ଏଥର ଯେହେତୁ ଅଧିକା ପିଲା ଅଛନ୍ତି, ଆପଣ ଯଦି 62 ଯଦି ଆପଣ ରଖିକି ଚାଲିଛନ୍ତି ଆର୍ଟ୍ସରେ, ତାହେଲେ ଆପଣଙ୍କର ଗୋଟେ ସିଓର ଗଭର୍ଣ୍ଣମେଣ୍ଟ ଆପଣଙ୍କର ସିଓର ଗଭର୍ଣ୍ଣମେଣ୍ଟ ବିଇଡ଼ି ଏଟା ଆପଣଙ୍କର ହେଇଯିବ। ଯଦି ଆପଣ ଯଦି ଦେଖିବା ତାହେଲେ ସାଇନ୍ସ ଯଦି ଆପଣ ଦେଖୁଛନ୍ତି, ସାଇନ୍ସ ସବଜେକ୍ଟ ପାଇଁ ଆପଣ ଯଦି ଦେଖୁଛନ୍ତି ଗତ ବର୍ଷ 60 ପାଖାପାଖି ଆପଣଙ୍କର ଜେନେରାଲରେ ଯାଇଥିଲା ସାଇନ୍ସ ସବଜେକ୍ଟରେ। ଆପଣ ଯଦି ଏଇଥର ଯଦି ଆପଣ ଚେଷ୍ଟା କରନ୍ତୁ 62 ଯଦି ଆପଣ ରଖୁଛନ୍ତି ଜେନେରାଲରେ, ଆପଣମାନଙ୍କର ନିଶ୍ଚିତ ଭାବରେ ଆପଣଙ୍କର ସିଲେକ୍ସନ୍ ହେବ, କେହି ଆପଣଙ୍କୁ ରୋକିପାରିବେ ନାହିଁ। 62 ଆପଣ ଟାର୍ଗେଟ୍ କରନ୍ତୁ ସାଇନ୍ସରେ, 62% ଆପଣ ମାର୍କ ଆପଣ ସିକ୍ୟୁର କରନ୍ତୁ, ନିଶ୍ଚିତ ଭାବରେ ଆପଣଙ୍କର ହେବ। ଆଉ ଯଦି ଚାହୁଁଛନ୍ତି ଯେଉଁମାନଙ୍କର ଟିକେ ସ୍କୋର ଯଦି କମୁଛି, ଯଦି ଆପଣ 50ରୁ 55 ଯଦି ଆପଣ ସ୍କୋର କରୁଛନ୍ତି, ତାହେଲେ ଆପଣଙ୍କର ଯେଉଁ ଅଛି ସେଲ୍ଫ ଫାଇନାନ୍ସ ଆପଣଙ୍କର ବିଏଡ଼୍ ଆପଣ 50ରୁ 55 ଭିତରେ ଯଦି ଆପଣ ରଖୁଛନ୍ତି ଆପଣଙ୍କର ଆରାମସେ ହେଇଯିବ। ଏଇଟା ଥିଲା ଆପଣଙ୍କର କଟଅଫ୍ ଆନାଲିସିସ୍ ୱିଥ୍ ଫୁଲ୍ ଷ୍ଟ୍ରାଟେଜି। ମୁଁ ଆଶା କରୁଛି ଭିଡ଼ିଓଟି ବହୁତ ଇଣ୍ଟରେଷ୍ଟିଂ ହେଇଥିବ, ଆପଣମାନେ ବୁଝିପାରିଥିବେ। ଏଇ 20 ଡେ ଯେଉଁ ରହିଛି, 20 ଡେରେ ଗୋଟେ ଭଲସେ ପ୍ରିପାରେସନ୍ କରନ୍ତୁ, ନିଶ୍ଚିତ ଭାବରେ ଆପଣ ସକ୍ସେସ୍ ହେବେ। ମୁଁ ଏହା ଆଶା କରୁଛି। ଆଉ ମୁଁ ଆଶା କରୁଛି ଭଗବାନ ଆପଣଙ୍କର ପରୀକ୍ଷାକୁ ବହୁତ ଭଲରେ କରନ୍ତୁ, ଆଉ ଆପଣମାନଙ୍କର ନିଶ୍ଚିତ ଭାବରେ ଗୋଟେ ଗଭର୍ଣ୍ଣମେଣ୍ଟ ବିଏଡ଼୍ରେ ଆପଣଙ୍କର ସିଲେକ୍ସନ୍ ହେଉ, ଏତିକି କହିବି। ଯଦି ଆପଣ ଏମିତି ଇନଫର୍ମେଟିଭ୍ ଭିଡ଼ିଓ ମୋ ଚ୍ୟାନେଲରେ ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।